ଆଜ୍ଞା ନମସ୍କାର। ମୁଁ ଆମ୍ବପା ଦଣ୍ଡନାଚର ଅଧିକାରୀ ଶିଶିର ଦାସ। ପ୍ରଥମେ ଆମର ଦଣ୍ଡନାଚ ବାହାରିବା ପୂର୍ବ ଦିନ ଆମେ ଯାଇ ସମସ୍ତ ମାଆଙ୍କୁ ଯାଇ ବରଣ କରି ଆଣୁ। ତାପରେ ଦିନ ସକାଳୁ ଆସିଲା ପରେ ଆମର ଆଉଥରେ ପୁଣି ଥରେ ମହାଦେବଙ୍କୁ ନିମନ୍ତ୍ରଣ, ତାପରେ ଦଣ୍ଡ ପାଇଁ ଯାଆନ୍ତି। ଆସିଲା ପରେ ସେଇଠି ଆମର ପୁଣି ଥରେ ଆଉଥରେ ବନ୍ଧରେ ପୂଜା ପାଠ ସବୁ ନୀତି ନିୟମ ହୁଏ। ତାପରେ ନୂତନ ପର୍ବାକୁ ଅଣା ହେଇଥିବ, ସେଥିରେ ପୁଣି ଆଉଥରେ ପୂର୍ବତନ ପର୍ବାକୁ ବିସର୍ଜନ କରି ନୂତନ ପର୍ବାକୁ ପୁନର୍ଜୀବନ କରି ପୁଣି ଆମର ଆରମ୍ଭ ହୁଏ। ତାପରେ ଆମ ସମସ୍ତେ ଗ୍ରାମ ଭ୍ରମଣ କରିବାକୁ ଯିବେ। ଗ୍ରାମ ଭ୍ରମଣ କରି ଯିବା ପରେ ଆମର ଆଉଥରେ ଧୂଳି ଦଣ୍ଡ ଆରମ୍ଭ ହୁଏ। ଧୂଳି ଦଣ୍ଡ ଆରମ୍ଭ ହେଲା ପରେ ତାପରେ ଯାଇ ଆମ ପାଣି ଦଣ୍ଡ ହୁଏ। ପାଣି ଦଣ୍ଡ ଶେଷ ହେଲା ପରେ ଆସି ଆମର ଲିଆ ଭୋଗ ପାଇଁ ପ୍ରସ୍ତୁତ ହୁଏ। ଲିଆ ଭୋଗ ସବୁ ଭକ୍ତା ମାନେ ସାରନ୍ତି ବା ଅନ୍ୟ ସବୁ ଭକ୍ତ ମାନେ ବି ସାରନ୍ତି। ତାପରେ ଯାଇ ଆମ ସନ୍ଧ୍ୟା ଆଳତି ହୁଏ। ସନ୍ଧ୍ୟା ଆଳତି ସରିଲା ପରେ ଆମର ଚୁଲି ଲଗା ହୁଏ, ଯାହାକି ଦଣ୍ଡ ସାହାଯ୍ୟରେ ହୁଏ। ତାପରେ ଯାଇକି ଆମର ରାତ୍ର ଭୋଗ ସରିଲା ପରେ ଘଣ୍ଟେ ଦିଟା ଯାହା ହବ ଟାଇମ, ତାକୁ ଧରି ରାତ୍ର ଭୋଗ ସରିଲା ପରେ ଯାଇ ଆମର ଖାଇଲା ପରେ ଯାଇ ଆଉଥରେ ଦାଣ୍ଡ ଭ୍ରମଣ କରି ଯେଉଁ ମାନସିକ ଧାରୀ ନାଚ କରୁଛନ୍ତି ସେମାନଙ୍କ ପାଖରେ ଯାଇ ଆମେ ନାଟକ ପରିବେଷଣ କରୁ। ପୁଣି ସକାଳ ହେଲେ ପୁଣି ସେଇ ରୁଟିନ ସେଇ ପ୍ରକାର ପ୍ରୋସେସ ଚାଲେ। ପ୍ରଶାସନକୁ ବି ଆମେ ଧନ୍ୟବାଦ ଜଣାଉଛୁ। ତାଙ୍କେ ଯେଉଁ ଏବେ ଯେଉଁ ନିଷ୍ପତ୍ତିଟି ନେଇଛନ୍ତି ସେଇ ନିଷ୍ପତ୍ତିଟି ବହୁତ ଭଲ କରିଛନ୍ତି। କାରଣ ଏବେ ଆମ ବ୍ରହ୍ମପୁର ଏରିଆ ନୁହେଁ, ଏମିତି ପ୍ରାୟ ଗଞ୍ଜାମ ଜିଲ୍ଲାର ଯେତିକି ଦଣ୍ଡନାଚ ଅଛନ୍ତି ପ୍ରାୟ ବେଆଇନ ଅନୁସାରେ ଦଣ୍ଡନାଚ ଆରମ୍ଭ କରୁଛନ୍ତି। ତ ପ୍ରଶାସନ ଆମେ ଏତିକି ଧନ୍ୟବାଦ ଦଉଛୁ, ସେମାନଙ୍କ ଗାଇଡଲାଇନ ଅନୁସାରେ ଯାହାକି SOP ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ଅନୁସାରେ ଆମେ ନିୟମ ମାନି ଚଳିବୁ। ତା ପ୍ରତି କ'ଣ ଖିଲାପ ହେଲେ ଆମେ ଅନୁଷ୍ଠାନ ଦାୟୀ ରହିବୁ ବୋଲି ଆମେ ମଧ୍ୟ କହୁଛୁ।